ରୋଗଶଯ୍ୟାରେ ପଡ଼ି ଜୀବନ ସହ ସଂଘର୍ଷ କରୁଛନ୍ତି ଜଣେ 40 ବର୍ଷର ଯୁବକ। ଯିଏ ଦିନେ ଘରର ବୋଝ ଉଠାଇଥିଲା ସେ ଆଜି ଘର ପାଇଁ ବୋଝ ପାଲଟି ଯାଇଛି। ପରିବାର ପାଇଁ ସାହାରା ସାଜିଥିବା ବ୍ୟକ୍ତି ଆଜି ଅନ୍ୟ ସାହାରାରେ ବଞ୍ଚୁଛି। ଅଜଣା ରୋଗରେ ପୀଡ଼ିତ ହୋଇ କଷ୍ଟ ଯନ୍ତ୍ରଣା ଛଟପଟ ହେଲେ ମଧ୍ୟ କିଛି ଉପାୟ ନାହିଁ। ରୋଗ ଭଲ କରିବା ପାଇଁ ଟଙ୍କାର ଅଭାବ ଥିଲାବେଳେ ଘର ଚଳିବା ପାଇଁ ଟଙ୍କାଟିଏ ନାହିଁ। ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ତିର୍ତ୍ତୋଲ ଗ୍ରାମରେ। ସୂଚନା ଅନୁଯାୟୀ ସେହି ଗ୍ରାମର ବିକାଶ ଚନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତି ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରି କଷ୍ଟମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ। ଘରେ ତାଙ୍କର ସ୍ତ୍ରୀ ଏବଂ 2ଟି ଝିଅ। ତେବେ ଗତ 4 ମାସ ତଳେ କମ୍ପାନୀରେ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା ବେଳେ ପରିବାର ଲୋକଙ୍କ ସାହାଯ୍ୟରେ ଘରକୁ ଫେରିଥିଲେ ବିକାଶ। ପରିବାର ପକ୍ଷରୁ କଟକ ବଡ଼ ମେଡିକାଲ ସହ ଅନ୍ୟ ବେସରକାରୀ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର କୌଣସି ରୋଗ ସଠିକ୍ ଭାବରେ ଚିହ୍ନଟ ହୋଇନଥିଲେ ମଧ୍ୟ କିଛି ଡାକ୍ତର ତାଙ୍କର ବ୍ରେନ୍ ଟ୍ୟୁମର କିମ୍ବା ଛାତିରେ ପାଣି ଜମିବା କଥା କହୁଥିଲା ବେଳେ କିଛି ଡାକ୍ତର ଅଣ୍ଟା ହାଡ଼ରେ ପାଣି ଜମିଥିବା କଥା କହିଥିଲେ। ତେବେ ଟଙ୍କାର ଅଭାବରୁ କୌଣସି ବଡ଼ ମେଡିକାଲରେ ଦେଖାଇ ପାରୁନଥିଲା ବେଳେ 3 ମାସ ହେବ ପଡ଼ିଶା ଏବଂ କିଛି ଗାଁ ଲୋକଙ୍କ ସାହାଯ୍ୟରେ ପରିବାର ଚଳୁଛି। ଖବର ପାଇ ଡିଓ ଚାରିଟେବୁଲ ଟ୍ରଷ୍ଟ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଥିଲା ବେଳେ ଘରେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ରୋଗଶଯ୍ୟାରେ ପଡ଼ିଥିବା ଓ ରୋଗଗ୍ରସ୍ତ ବିକାଶର ଚିକିତ୍ସା ଏବଂ ପରିବାର ପ୍ରତିପୋଷଣ ପାଇଁ ସରକାର କିମ୍ବା ବେସରକାରୀ ସ୍ତରରୁ ସାହାଯ୍ୟ ଯୋଗାଇ ଦେବା ପାଇଁ ପଡ଼ୋଶୀ ଏବଂ ବିକାଶଙ୍କ ପରିବାର ଅନୁରୋଧ କରିଛନ୍ତି। ମୁଁ ତ 4 ମାସ ହେଲା ଦେହ ଖରାପ ହେଇଛି ଆଉ। କେମିତି କ'ଣ ଚିକିତ୍ସା କଲେ? ଏଇ ସାହାଯ୍ୟ ଦେଲେ ଆଉ ଭଉଣୀ ମାନେ ଦେଲେ ଏମିତି ଆଉ। ଦେହ କ'ଣ ଖରାପ ହେଇଛି? ଏ କିଡନୀରେ ପାଣି ଜମିଛି ଆଉ ହେଇଛି ଆଉ। କୋଉଠି ସେ ରହୁଥିଲେ? କୋଉଠି ରହୁଥିଲେ? ବମ୍ବେରେ କାମ କରୁଥିଲେ। ଧୀରେ ଧୀରେ ଦେହ ଖରାପ ହେଲା ଯେମିତି ଘରକୁ ଆଇଲେ ଏମିତି ଦେହ ଖରାପ ହେଲା। ଫେର ମେଡ଼ିକାଲ ଦେଖେଇଲୁ ଆଉ। ମେଡ଼ିକାଲ ଦେଖିଲେ ଏମିତି ଜିନିଷ ବାହାରିଲା। ସେମିତି ଡକ୍ଟର ଦେଖେଇଲୁ, 2 ଥର ଦେଖେଇଲୁ। ଡକ୍ଟର କହିଲେ ଘରକୁ ନେଇଯାଅ। ଆଉ ପଇସା ନାହିଁ ଖର୍ଚ୍ଚ କରିବାକୁ, ମେଡ଼ିକାଲ ନେବାକୁ, ସେଟା ଆଉ ନେଇପାରୁନୁ, ଅଛନ୍ତି ଘରେ ଆଉ। ସ୍ୱେଚ୍ଛାସେବୀ ସଂଗଠନ ଆସିଥିଲା ଆପଣଙ୍କୁ ଆଜି ସହଯୋଗର ହାତ ବଢ଼ାଇବା ପାଇଁ, କ'ଣ ସବୁ ସହଯୋଗ କଲେ ଆପଣଙ୍କୁ ଆଉ କ'ଣ ପ୍ରତିଶ୍ରୁତି ଦେଲେ ତାର ପରୀକ୍ଷା ପାଇଁ ଏବଂ ଟ୍ରିଟମେଣ୍ଟ କରିବା ପାଇଁ? ସେ କହିଲେ ଆମେ ସାହାଯ୍ୟ କରିବୁ, ଭୁବନେଶ୍ୱର ନେଇଯିବୁ, ଆମେ ସାହାଯ୍ୟ କରିବୁ, ଏହା କହିଲେ ଆଉ। ସେ ଆଇଥିଲେ ଆଉ ଦେଇଛନ୍ତି କ'ଣ ଭଲ ମନ୍ଦ କ'ଣ ଦେଇଛନ୍ତି ଆଉ। ଷ୍ଟେସନାରୀ କାମ କରନ୍ତି, ସେଇଠୁ ତାର ଯାହା ଭଲ ମନ୍ଦ ଆଣନ୍ତି। ତା ପରିବାର 4 ଜଣ ଖୁସି ହୁଅନ୍ତି। ତାପରେ ତାଙ୍କ ଦେହ ଖରାପ ହେଲାଣି 4 ମାସ ହେଲା। ଗାଁକୁ ଆସିଲେ ଦେହ ଖରାପ ହେଲା। ଗାଁ ଗଣ୍ଡା ଆଦାୟ ଉଦୟ କରି ଯାହା ଯୋଉଠି ଥିଲା ନେଇକିରି ମେଡ଼ିକାଲ ଗଲେ। ସମ ହସ୍ପିଟାଲ ମେଡ଼ିକାଲରେ ନେଇକିରି ଆଡ଼ମିଟ୍ କଲେ। ତାପରେ ଯେତେବେଳେ ଡକ୍ଟର ଦେଖିଲେ କହିଲେ ଅଣ୍ଟାରେ ପାଣି ଜମିଛି, ଛାତି କିଡନୀରେ ପାଣି ଜମିଛି, ବ୍ରେନ୍ ଟ୍ୟୁମର ହେଇଛି। ତାପରେ ସେ ଟ୍ରିଟମେଣ୍ଟ କଲେ। 13 ଦିନ ରଖିଲେ। 13 ଦିନ ପରେ କହିଲେ ରୋଗୀ ଭଲ ଅଛି। ତାପରେ ବିଦା କରିଦେଲେ। ଆମେ ଆସିଲୁ ଆଉ। ଆସିବା ପରେ ଆଉ ମେଡ଼ିସିନ ଗାଁ ବାଲା ଆଦାୟ କରିକିରି ସେ 5 ଦିନ ପାଇଁ ଜଣେ ମେଡ଼ିସିନ ଦେଇଥିଲେ। ଆଉ ଗାଁ ବାଲା ଆଦାୟ କରିକିରି ମାସକ ପାଇଁ ମେଡ଼ିସିନ ଦେଇଛନ୍ତି। ସରକାରୀ ସହାୟତା କିଛି ମିଳିଥିଲା କି ଆପଣଙ୍କୁ? ଆଜ୍ଞା ମିଳିନାହିଁ। ସେଥିପାଇଁ କି ପିଲାମାନଙ୍କୁ ଡାକିଥିଲୁ। ଯୋଉ ବିଏସ୍କେ କାର୍ଡ ଥିଲା, କାର୍ଡ ଅଛି, ସେଇଥିରୁ କାଟିଛନ୍ତି ଆଉ। 75,000 ମାନେ 90,000 ହେଇଥିଲା, କାଟି କୁଟିକିରି 75,000 ପକେଇଛନ୍ତି। ପଇସା ସରିଗଲା ପରେ ସେ କ'ଣ କହିଲେ? ପଇସା ସରିଗଲା ଆଉ 13 ଦିନ ରଖିଲେ। କହିଲେ ଆଉ ରୋଗୀ ଭଲ ଅଛି, ଘରକୁ ନେଇଯାଅ। ତଥାପି ରୋଗୀ ଚାଲି ପାରୁନଥିଲା। ତାଙ୍କର ଯେଉଁ ଗାଡ଼ିରେ ଆଣନ୍ତି ସେଇ ଗାଡ଼ିରେ ଆଣିକିରି ପଦାରେ ଛାଡ଼ିଲେ। ଆମେ ଗାଡ଼ି କରିକିରି ଘରକୁ ଆଣିଲୁ। ହଁ, ପ୍ରତିଶ୍ରୁତି ଦେଲେ ଯେ ମେଡ଼ିକାଲ ନେବେ, ଯାହା ବହନ ହେବ ତାଙ୍କ ତରଫରୁ ସେ କରିବେ, ଆଉ ଭାଇକି ଭଲ କରିବେ ଆଉ। ରାସନ ସାମଗ୍ରୀ ଆଣିଛନ୍ତି, ଦେଇଛନ୍ତି ଆଉ। ରିଓ ଚାରିଟେବୁଲର ଆମର ଜଣେ ଭାଇ ଚନ୍ଦ୍ରକାନ୍ତ ଭାଇ ଅଛନ୍ତି, ବଡ଼ ଖବରର ରିପୋର୍ଟର, ଜଗତସିଂହପୁର। ସିଏ କେମିତି କ'ଣ ଆସିଥିଲେ ଏଠିକି ନ୍ୟୁଜ୍ କରିବା ପାଇଁ ଆସିଲା ପରେ ସିଏ ଜାଣିବାକୁ ପାଇଲେ, ଏ ପରିବାରର ଦୁଃଖ ଦେଖିଲେ। ଦୁଃଖ ଜାଣିଲା ପରେ ସେ ଆମ ସହିତ ଯୋଗାଯୋଗ କଲେ। କାହିଁକିନା ସେ ଦୀର୍ଘ ଦିନ ଧରି ସେ ଜଣେ ଭଲ ସୋସିଆଲ ୱାର୍କର, ସବୁବେଳେ ସୁଖ ଦୁଃଖରେ ଠିଆ ହୁଅନ୍ତି। ତ ଆମ ସହିତ ଆଗରୁ ତାଙ୍କର ଜଡ଼ିତ ସେଥିରେ ସେ ଜଣେଇଲେ ଯେ ଭାଇ ଏଭଳିଆ କଥା, ଆଉ ଗୋଟେ ଗରିବ ପରିବାରଟେ କ'ଣ କରିବା। ତ ତାଙ୍କ କଥା ଶୁଣିକି ଆଉ ଆମେ ଦେଖିଲୁ ବି, ଯେଉଁ ଜିନିଷ ଦେଖିଲୁ ରହିଗଲାନି, ବାହାରିକି ଆସିଥିଲୁ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା। କ'ଣ ଦେଖିଲେ ତାଙ୍କ ସ୍ଥିତି କେମିତି ରହିଛି, ତାଙ୍କର କେମିତି ପରିବାରର ସିଚୁଏସନ୍ କେମିତି କ'ଣ? ବହୁତ ଦୟନୀୟ। ମାନେ କହିଲା ବେଳୁ ମୋ
मो कंठरुद्ध हो जाऊँगी परिवार छोट छोट छुआ दुईटा को देखिकी जो कष्ट लगुच आखिर लुह पलि आसते कम बयस एभलिया रोग पीड़ित हो ना खाई पड़ुं ना रही पड़ुं बहुत दयनीय अवस्था। चैरिटेबल ट्रस्ट कौन सब आज सहयोग करागला रोगर माने केमती परिसमाप्ति देखु आज सेमती किसी विशेष किसी ना माने बेसी गोटे जिनस एत असुविधार गोटे लोकटे बचो के पिला माने बचापी आम 2-3 मास पूरा ग्रोसरी नहीं कि आसु 3 मास पर्यटन किसी हो बर्तमान आम कथा भी जाऊँ सब रिपोर्ट आम नहीं जाऊँ गलापर आम डॉक्टर सहित कनसल्ट होगी कौन बेटर ट्रिटमेंट हो पार कहीं देखो ये जो साहाଯ୍य चाउल डाली आम के दिन दवा किंतु आम जदि गोटे लंग टर्म किसी कर भल जिनस आम सहित भी बहुत सारा लोक अच्छा जो मैंने सेवा करने इच्छुक अच्छा तो समस्त आप गणमाध्यम उपर गोटे जिनस मुझे समस्त गोटे कथा कहूँ आपण मैंने ये वीडियो माध्यम देखला ए परिवार को टिके हाथ बढ़ातु कहीं देखूँ आम ए जाऊँ बाहर जाकि मद मांस खाई 1000 टंका उड़ाऊँ जदि आम टंकाटे भी परिवार को साहाय्य करिया परिवारटी बंची तो मु हाथ जोड़ी समस्त को अनुरोध करुँची जे ए परिवार पाखे दुख टाइम रे कहीं देखो आज से परिवार अवस्था खाली हुए तो आम भी से जगार थी तो निहाती आम गोटे समाज रे रोचते माने गोटे समाजटा है गोटे परिवार आम समस्त किए छोट बड़ ये सब धारणा न रखिकी समस्त पाखे ठिया गरीब हरिजन परिवार घर अवस्था भी देखुए बहुत अवस्था तो मु आपण माध्यम रे आउ थे अनुरोध करुँची किछि मात्रा रे साहाय्य करंती लोकटी भल हो जाए।